ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ବଡ଼ ଆନ୍ତରିକ ନମସ୍କାର। ପ୍ରିୟ ଭାଇ ଏବଂ ଭଉଣୀମାନେ, ଆଜିର ଭିଡ଼ିଓରେ ମଧ୍ୟ ଆମେ ଆଲୋଚନା କରିବା ତପି ମିଶ୍ର ତା ସାନ ଭାଇ। ତେବେ ସେହି ବିଷୟରେ ଆମେ କାହିଁକି ଆଲୋଚନା କରିବା? ମୁଁ ପୂର୍ବ ଭିଡ଼ିଓରେ ହୁଏତ ମୁଁ କହିଛି ଅଳ୍ପ କିଛି ବିଷୟ ତା ବିଷୟରେ। ମୋର ଭିଡ଼ିଓ କରିବାର କୌଣସି ମତଲବ ନଥିଲା, କିନ୍ତୁ ମୁଁ ଆପଣଙ୍କ ମଧ୍ୟ ମୁଁ କହିସାରିଛି, ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଉପରକୁ ଆଞ୍ଚ ଆସେ, ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଚରିତ୍ରକୁ ନେଇକି ଖ୍ରୀଷ୍ଟିଆନିଟିକୁ ନିନ୍ଦା କରିକି ଯେତେବେଳେ କ'ଣ କରାଯାଏ, ଯେତେବେଳେ ଏମିତି ବଦନାମ କଲା ଭଳିଆ କଥା ଗୁଡ଼ିକ କରାଯାଏ, ସେତେବେଳେ ଆମେମାନେ ବାଧ୍ୟ ହେଉ ଏମିତି ଭିଡ଼ିଓ ଆଣିବା ନିମନ୍ତେ। କେବଳ ମୁଁ ନୁହେଁ, ଆମର ଅନେକ ଖ୍ରୀଷ୍ଟିଆନ ୟୁଟ୍ୟୁବର ଭାଇମାନେ ଅଛନ୍ତି, ଭାଇ ଭଉଣୀମାନେ, ଆଉ ସେମାନେ ଏଇଭଳି ଭିଡ଼ିଓ ସେମାନେ ଆଣିଥାନ୍ତି। ତା କାରଣ ହେଉଛି ଏଇ ତପି ମିଶ୍ର ଆଉ ବର୍ତ୍ତମାନ ଆଉ ଗୋଟେ ପାଗଳ ବାହାରିଛି, ଯେଉଁଟାକି ତା'ର ସାନ ଭାଇ। ମୁଁ ଅନେକ ଥର ମୁଁ କହିଛି ଥମ୍ବନେଲ୍ରେ, ଆଉ ଗତ ଭିଡ଼ିଓରେ ମୁଁ କହିଥିଲି, ଏବେ ସୁଦ୍ଧା ମୁଁ କହୁଛି ଏବେ ବି। ତପି ମିଶ୍ର ତ ଯାହା କଲା, ବର୍ତ୍ତମାନ ତପି ମିଶ୍ର ସାନ ଭାଇ ଆସିଛି, ଆଉ ସେ ମଧ୍ୟ ଅନେକ ବିବାଦଜନକ ମନ୍ତବ୍ୟ ଗୁଡ଼ିକ ଦେଇଛି, ଆଉ ଯେଉଁଟାକି ଓଡ଼ିଶା ଲୋକମାନେ ବିଲକୁଲ ପସନ୍ଦ କରନ୍ତି ନାହିଁ। କିନ୍ତୁ ତପି ମିଶ୍ର ଛାତି ପିଟିକି କହୁଛି, ସାରା ଓଡ଼ିଶା ଲୋକ ମୋ ପଛରେ ଅଛନ୍ତି। ତେବେ ପ୍ରିୟ ବନ୍ଧୁଗଣ, ଦେଖିଲେ ତ, ଆଉ ଭିଡ଼ିଓ କ୍ଲିପ୍ ଗୁଡ଼ିକ ମୁଁ ୟୁଜ୍ କରୁନାହିଁ। ଅନେକ ଭାବୁଥିବେ ଯେ ଭାଇ ତୁମେ କାହିଁକି ଖାଲି ଫଟୋ ଲଗାଉଛ, ଆଉ ଭିଡ଼ିଓ କ୍ଲିପ୍ କାହିଁକି ଦେଉନ, ଆମେ ଟିକେ ଦେଖିଥାନ୍ତୁ। ତେଣୁ ମୁଁ ଟିକେ କହି ରଖୁଅଛି ପ୍ରିୟ ବନ୍ଧୁଗଣ, ଭିଡ଼ିଓ କ୍ଲିପ୍ ଦେଲେ ଟିକେ ରିସ୍କ ଅଛି, କାରଣ ଯାହାର ଚ୍ୟାନେଲ୍ ତା'ର ଭିଡ଼ିଓ କ୍ଲିପ୍ ଯଦି ଆମେ ୟୁଜ୍ କରିବା, ସେମାନେ କପିରାଇଟ୍ ଷ୍ଟ୍ରାଇକ୍ ଦେଇପାରନ୍ତି। ସେଥି ନିମନ୍ତେ ଆପଣ ତ ଦେଖିଥିବେ ଭିଡ଼ିଓ, ମୁଁ ଜଷ୍ଟ ଟିକେ ରିମାଇଣ୍ଡ କରିଦେଉଛି, ଆଉ ସେ ବିଷୟକୁ ଆଧାର କରିକି ଅଳ୍ପ କିଛି ମୁଁ କହିବା ପାଇଁ ମୁଁ ଚାହୁଁଛି ଏବଂ କହୁଛି ମଧ୍ୟ। ତେବେ ପ୍ରିୟ ବନ୍ଧୁଗଣ, ତପି ମିଶ୍ର ସାନ ଭାଇ, ତପି ମିଶ୍ର ପରେ ଆସିଲା ତପି ମିଶ୍ର ସାନ ଭାଇ। ଅନେକ କିଛି ମନ୍ତବ୍ୟ ସେ ଦେଇଛି, ଆଉ ଗୋଟେ ବିଷୟ କହିଛି କ'ଣ, ମୁଁ ନିଆଁ ଲଗାଇଦେବି ଭୁବନେଶ୍ୱରରେ ଯଦି ମୋ ଭାଇ ଯଦି ଜେଲରୁ ନ ଫେରିଲା। ଏଥିରେ ଗୋଟେ ବିଷୟ ଆପଣ ଲକ୍ଷ୍ୟ କରନ୍ତୁ, ଆପଣ ଟିକେ ଭଲ ଭାବରେ ଚିନ୍ତା କରନ୍ତୁ, ତପି ମିଶ୍ର ସାନ ଭାଇ କାହିଁକି ଏମିତି କହିଲା? କାରଣ ତପି ମିଶ୍ର ସାନ ଭାଇ ମୋତେ ଜାଣେ ଯେ ତପି ମିଶ୍ର ମାନେ ମୋର ବଡ଼ ଭାଇ, ଯେଉଁଭଳି ଭାବରେ ନାରୀମାନଙ୍କୁ ଅସମ୍ମାନ କରିଛି, କଥା କହିଛି, ଆଉ ଯେଉଁଭଳି ଭାବରେ ସେ ମାନେ ବ୍ୟବହାର କରିଛି, ଆଉ ସେଥି ନିମନ୍ତେ ଜେଲ୍ ଯିବା ତ ନିହାତି ଥୟ, ମାନେ ଏଟା କେହି ବି ଅଟକାଇ ପାରିବେନି। ଆଉ ଏମିତି ବି ହେଇପାରେ କି ତପି ମିଶ୍ର ଜେଲ୍ରୁ କେବେ ନ ବାହାରୁ। ଅନେକ ଓଡ଼ିଶାବାସୀ ସେମାନେ ସେୟା ଚାହୁଁଛନ୍ତି। ଆପଣ ଜାଣିଥିବେ ଯେ ସନାତନୀ ମୁଭି ରିଲିଜ୍ ହେବା ପୂର୍ବରୁ ଯେଉଁ ଟ୍ରେଲର ବାହାରିଲା, ସେତେବେଳେ ଆସିଲା ତପି ମିଶ୍ର, ଆଉ ସେ ଯେଉଁ ଭଳିଆ ବିବାଦୀୟ ମାନେ ବୟାନ ଗୁଡ଼ିକ ଦେଇଥିଲା ମାନେ ମିଡ଼ିଆ ସାମ୍ନାରେ, ଆଉ ସିଏ ତ ଖ୍ରୀଷ୍ଟିଆନମାନଙ୍କର ଶତ୍ରୁ ହେଇଗଲା। ଆଉ ତା ସହିତ ଆପଣ ଆଶ୍ଚର୍ଯ୍ୟ ହେବେ, ହିନ୍ଦୁ ଲୋକମାନେ ମଧ୍ୟ ତାର ଶତ୍ରୁ ହେଲେ। ଆପଣ କ'ଣ ଭାବୁଛନ୍ତି? ତପି ମିଶ୍ର ଖ୍ରୀଷ୍ଟିଆନମାନଙ୍କ ବିରୁଦ୍ଧରେ କହିଲା ବୋଲି ସବୁ ହିନ୍ଦୁମାନେ କ'ଣ ତାକୁ ପସନ୍ଦ କରୁଛନ୍ତି ଆପଣ ଭାବୁଛନ୍ତି? ବିଲକୁଲ ନୁହେଁ। ମାନେ ଅଧିକାଂଶ ହିନ୍ଦୁମାନେ ମଧ୍ୟ ତପି ମିଶ୍ରକୁ ଭଲ ପାଆନ୍ତି ନାହିଁ। ତପି ମିଶ୍ର କହୁଛି ସାରା ଓଡ଼ିଶାର ହିନ୍ଦୁ ମୋ ସହିତ ଅଛନ୍ତି। ଏଇଟା ବିଲକୁଲ ଡାହା ମିଛ, ବିଲକୁଲ ବି ସତ ନୁହେଁ। ଯଦି ଆମେ ଦେଖିବା ଓଡ଼ିଶାର ପ୍ରାୟ 90% ହିନ୍ଦୁ ତପି ମିଶ୍ର ବିରୁଦ୍ଧରେ ଅଛନ୍ତି। 10% ହୁଏତ ତପି ମିଶ୍ର ସାଇଡ଼୍ରେ ଥାଇପାରନ୍ତି, କିନ୍ତୁ 90% ଏବଭ୍ ମାନେ ହିନ୍ଦୁମାନେ ତପି ମିଶ୍ର ବିରୁଦ୍ଧରେ ଏବେ ବି ଅଛନ୍ତି ୟାର ଏମିତିକା କାଣ୍ଡ ନିମନ୍ତେ। କାରଣ ଅନେକ କହୁଛନ୍ତି
किए कौची तपी मिश्र झील व्यवसाय करे, किए कौची तपी मिश्र जिगर व्यवसाय करे। मझे दुई जन को बयान मुझे देखुली। जने होचंदी इतिश प्रधान, से मध्य जने राजनीतिक टाइप लोक, मुझे विषय विशेष जाने ना, किंतु से जो बयान दौले से मुझे शुणी। से कहते तपी मिश्र झील व्यवसाय करे। मझे आउ जने बाहर वज्रकिला मौसा, ना दिया वज्रकिला, आ सीए बयान दौले जे तपी मिश्र जिगर व्यवसाय करे। माने टोटाल कह गले तपी मिश्र झील मान को लेकिन पुओ मान को जगाए, पुओ मान को लेकिन झील मान को जगाए। झील तो नुहे, जो बड़ बड़ माने पैसा वाला जो स्त्री लोक माने ताको नेकी जिगर माने पुओ मान को जगाए, जहाँ पुरुष बेश्या बोली मध्य कह जाए। एमिति न्यूज गुड़िक आम शुणा पाइलु माने निकट अतीत। आउ से जेल गला। आउ शिवंक जो तांडव से जो कविता को आधार करिकी, से तांडव को आधार करिकी, आउ बनस्मिता मैडम जो लिखिथिले कविता लिखिथिले ताको से निज चैनल अपलोड कला, ट्विटर मध्य, इंस्टाग्राम मध्य, फेसबुक रे मध्य, आउ सेथिरे मते जेल गला। तपी मिश्र जेल जीवार आउ गोटे मध्य कारण अच्छे, नारी जाति को असम्मान करवा से दफा मध्य लगी जाई पारे। वर्तमान से ही भूल तार सान भाई मध्य करिछि, नारी जाति को असम्मान करवा। जदि बंधुगण टिके शुणु, जदि बनस्मिता मैडम जदि तपी मिश्र सान भाई ना रे जदि गोटे केस करदेवे कौन हम। गत काली मध्य मु कहूली वन जेल वन सेल, माने गोटे जेल रो गोटे सेल भितर दुई भाई जाक चकी पेशी बसिकी, तपी मिश्र तार सान भाई। आ से सहित अनेक कमेंट गुड़िक प्रिय बंधुगण मु रीड करुली माने पढ़ुली। किए लिखी तपी मिश्र पागल, आउ किए लिखी तपी मिश्र फैमिलीटा पूरा मेंटल, आउ किए लिखी तपी मिश्र वंश बुड़ी जाऊ। माने मु जत्ते कमेंट गुड़िक देखिली गोटे कमेंट भी तपी मिश्र सपक्ष मु पाइली नहीं। मु जत्ते कमेंट मु देखिली सब कमेंट होची तपी मिश्र विरुद्ध रे, आ सान भाई को एमिति किसी लोक माने गाली देइचंदी माने कमेंट रे, जोटा मु मुहरे भी धरी पारिबी नाही। आ ये कहूँ मु भुवनेश्वर को जलाई देवी, मोर भाई जदि जेल रु न बाहर। तबे लास्ट रे गोटे कथा मु शेष करी। गोटे कथार अच्छी, भोकिला कुकुर कामुरे नाही, गरजिला मेघ बरसे नाही। आपण देखिए जो कुकुरटा बेसी भुकुथुब नहीं कि से केबे कामुड़िब नहीं, कामुड़ी पारिब नहीं, तार दम नहीं से कामुड़ार। तेबे समस्त को प्रभु जीशु नाम आंतरिक नमस्कार। आ पुणी थर देखा आप सहित आ गोटे वीडियो रे। नमस्कार।